ରେଜିଷ୍ଟ୍ରେସନ ନମ୍ବର ଆସିବାରୁ ସଂଘ ଆଜି ଖୁସି। ମଙ୍ଗଳବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଅନୁଗୁଳ ଶ୍ରୀଯୁକ୍ତ ପ୍ରତାପ ପ୍ରୀତିମୟୀ ମହୋଦୟ ସଂଘର ସମ୍ପାଦକ ବାବୁଲା ବିଶ୍ୱାଳଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ଅନୁଗୁଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମାୟାଧର ବେହେରା, ଅନୁଗୁଳ ବିଡିଓ ଶ୍ରୀଯୁକ୍ତ ବିଶ୍ୱଭୂଷଣ ମହୋଦୟଙ୍କୁ ସଂଘର ସମ୍ପାଦକ ବାବୁଲା ବିଶ୍ୱାଳ ସମ୍ବର୍ଦ୍ଧିତ କରିଥିଲେ ଓ ସଂଘ ସଭାପତି, ଉପସଭାପତି ସହ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ସମସ୍ତ ସଭ୍ୟମାନଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ ତଥା ରକ୍ତଦାନ ଶିବିର, ଜଗନ୍ନାଥ ମନ୍ଦିରର ସଫେଇ, ମା ବୁଢ଼ୀ ଠାକୁରାଣୀ ମନ୍ଦିର ସଫେଇ, ଗୁଣ୍ଡିଚା ମନ୍ଦିର ସଫେଇ, ରାମଚଣ୍ଡୀ ମନ୍ଦିର ସଫେଇ, ମଝିକା କାଶୀ ବୈଦ୍ୟନାଥ ଶିବ ମନ୍ଦିର ସଫେଇ, ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ, ସରକାରୀ ଚିକିତ୍ସାଳୟରେ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ, ଅନାଥ ଆଶ୍ରମମାନଙ୍କରେ ଶୁଖିଲା ଖାଦ୍ୟ ବଣ୍ଟନ, ବିଭିନ୍ନ ସମୟରେ ରୋଗୀମାନଙ୍କୁ ରକ୍ତଦାନ କରିବା, ସମ୍ପାଦକ ବାବୁଲା ବିଶ୍ୱାଳଙ୍କ ନେତୃତ୍ୱରେ ମାଗଣା ଔଷଧ ସହ ବିଭିନ୍ନ ଗ୍ରାମରେ ବୁଲି ଲୋକମାନଙ୍କ ହିତ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବା, ହେଲ୍ଥ କ୍ୟାମ୍ପ କରି ରୋଗୀମାନଙ୍କୁ ମାଗଣା ବିଭିନ୍ନ ପ୍ରକାର ସାମ୍ପୁଲ, ମେଡିସିନ, ଔଷଧ ଯୋଗାଇଦେବା, ମହାମାରୀ କରୋନା ଆକ୍ରାନ୍ତ ସମୟରେ କାମ କରିବାକୁ ନ ଡରି ଲୋକମାନଙ୍କୁ ଔଷଧ, ମେଡିସିନ ରିଟେଲ ଷ୍ଟୋରରେ ଯୋଗାଇଦେବା, ଅନେକ ସମୟରେ ଅନେକ କାର୍ଯ୍ୟକ୍ରମରେ ସହଯୋଗ କରି ଆସିଛି ସଂଘ। ଆଜି ମହାପ୍ରଭୁ ଜଗନ୍ନାଥ ଏବଂ ମା ସାତଭଉଣୀଙ୍କ ଆଶୀର୍ବାଦରୁ ସଂଘ ରେଜିଷ୍ଟ୍ରେସନ ହୋଇଛି। ସଂଘର ସଭାପତି, ଉପସଭାପତି ସହ ସମ୍ପାଦକ ସମସ୍ତ ସଭ୍ୟଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ପରିଶେଷରେ ମାର୍ଗଦର୍ଶନ ଦେଇଥିବା ସୁଦୀପ କୁମାର ଗଡ଼ନାୟକ ମହୋଦୟ ସୁକାନ୍ତ ନାଥଙ୍କୁ ଅନୁଗୁଳ ଜିଲ୍ଲାର ସମସ୍ତ ହୋଲସେଲର, ଔଷଧ ମାଲିକ ଏବଂ ରିଟେଲର ଔଷଧ ଦୋକାନ ମାଲିକମାନଙ୍କୁ ସମ୍ପାଦକ ବାବୁଲା ବିଶ୍ୱାଳ ରେଜିଷ୍ଟ୍ରେସନ ନମ୍ବର ଆସିଥିବାରୁ କୋଟି କୋଟି ପ୍ରଣାମ ଜଣାଇଥିଲେ।